ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ ପାଳନ। ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ବାଦ ସାହିତ୍ୟ ଘର ସଭାପତି ଡକ୍ଟର ବିଭୀଷଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ସମ୍ମାନିତ ଅତିଥି ଭାବେ ତର୍କେରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ପ୍ରଧାନ, ବରିଷ୍ଠ ଶିକ୍ଷକ ମହେନ୍ଦ୍ର ସିଂ, ସାହିତ୍ୟ ଘର ସଭ୍ୟ ରବୀନ୍ଦ୍ର ପଣ୍ଡା, ଅବିନାଶ କର ପ୍ରମୁଖ ଉପସ୍ଥିତ ରହି ନିଶା ନିବାରଣ ଉପରେ ଭାବଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ରବୀନ୍ଦ୍ର ପଣ୍ଡାଙ୍କ ସୁରଚିତ ନିଶା ନିବାରଣ ଉପରେ ଆଧାରିତ କବିତା ବେଶ୍ ପ୍ରାସଙ୍ଗିକ ଥିଲା। ଡକ୍ଟର ବାରିକ ନିଶା ପରି ଏକ ସାମାଜିକ ବ୍ୟାଧିକୁ ଲୋପ କରିବା ପାଇଁ ପାରିବାରିକ ଆନ୍ତରିକତା ଲୋଡ଼ା ବୋଲି ସ୍ଥାୟୀ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସଭା କାର୍ଯ୍ୟକୁ ଗାଇଡ୍ ଡିଓସି ଦୀପିକା କେର୍କେଟା ପରିଚାଳନା କରିଥିବା ବେଳେ ଅବିନାଶ କର ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ରାଜେଶ ସାହୁ ସଂଯୋଜନା କରିଥିଲେ। ପରେ ଏହି ଅବସରରେ ଆମନ୍ତ୍ରିତ ଯୁବକ ତଥା ସ୍କାଉଟ୍କୁ ରାକ୍ଷୀ ପିନ୍ଧାଇ ନିଶା ବର୍ଜନ ପାଇଁ ଶପଥ କରାଯାଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ। ସମ୍ବାଦ ସାହିତ୍ୟ ଘରର ଆହ୍ୱାନ, ନିଶା ନିବାରଣ ବ୍ରତ କରିବା ଆଜିଠୁ ପାଳନ। କି ଶୁଭ ବେଳାରେ ଶ୍ରାବଣ ମାସରେ ଶୁକ୍ଳ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୁନେଇ ବା ଗହ୍ମା ପୁନେଇ ଆସେ। ଭଉଣୀମାନଙ୍କ ମନ ଯେ ଆନନ୍ଦ ଉଲ୍ଲାସେ। ଅମୃତ ବରଷାର ଧାରାଟିଏ ଆସୁଛି ଝରି। ଭଉଣୀମାନଙ୍କର ସ୍ନେହ ମମତାର ରକ୍ଷାବନ୍ଧନ ଆଣିଦିଏ ଭାଇମାନଙ୍କ ପାଇଁ ପବିତ୍ର ସମ୍ପର୍କ ଡୋରି। ଆଜିର ଦିବସ ପବିତ୍ର ଦିବସ, ଆରାଧ୍ୟ ଦେବତା ବଳଦେବଙ୍କ ଅଟେ ଜନ୍ମ ଦିବସ। ଏହି ଦିବସରେ ଭାଇ ପାଇଁ ଆଜି ଭଉଣୀଟିଏ ପ୍ରାର୍ଥନା କରେ, ମୋ ଭାଇର ସୁଖ ସମୃଦ୍ଧି ସଙ୍ଗେ ଅଜାଡ଼ି ଦିଅ ହେ ଠାକୁରେ। ମାଗୁଛି ମୁଁ ଆଶିଷ ହାତ ଯୋଡ଼ି, ପ୍ରଭୁଙ୍କ ପାଦେ ଫୁଲ ଚନ୍ଦନ ଧୂପ ରଖୁଛି ସଜାଡ଼ି। ଯୁଗେ ଯୁଗେ ଭାଇ ଭଉଣୀର ଅତୁଟ ସ୍ନେହର ଆଜିର ଏ ବନ୍ଧନ, ସରୁ ସୂତାଖିଅ ରାକ୍ଷୀ ସାଜିଥାଏ ସବୁଦିନ ପାଇଁ ମୁକ ସାକ୍ଷୀ। ଭାଇର ହାତରେ ଭଉଣୀଟିଏ ରାକ୍ଷୀ ବାନ୍ଧି ଦେଲେ, ଭାଇର କେତେ ଯେ ବଢ଼ିମା ଟେକ। ଆଜିର ଦିନରେ ଭାଇ ଜୀବନ ହୋଇଯାଏ ସତେ ସାର୍ଥକ। ଫୁଲ ଚନ୍ଦନ ଅକ୍ଷତ ଧୂପ ଦୀପ ସବୁକୁ ଏକତ୍ର କରି, କେତେ ଖୁସିରେ ପୂଜା ତାଳିତେ ଧରି ଭଉଣୀ ଚାହିଁ ବସିଥାଏ ଭାଇର ବାଟକୁ ଅପେକ୍ଷା କରି। ଭାଇ ଆସେ ଢଳି ଢଳି ବସିଯାଏ ଚକା ମାଡ଼ି, କହୁଥାଏ ଆରେ ଶୀଘ୍ର ବାନ୍ଧିଦେ ମୋ ହାତରେ ରାକ୍ଷୀ। ଡେରି କର ନାହିଁ, ଆସିଛି ଅନେକ କାମ ଛାଡ଼ି। କେତେ ବିକଳରେ ଭଉଣୀ କହୁଛି ଶୁଣ ଶୁଣ ଆରେ ଢଳ ଢଳ ଭାଇ ମୋର। ମୋ କଥା ମନ ଦେଇ ଶୁଣିବ ଭାଇ ମୋର। ଏ କଥାକୁ ବୁଝିପାରିଲେ ଜୀବନଟା ହୋଇଯିବ ସରସ ସୁନ୍ଦର। ସାରା ରାଜ୍ୟରେ ଆଜି ଆସିଛି ସମ୍ବାଦ ସାହିତ୍ୟ ଘରର ଏକ ଆହ୍ୱାନ। ଏହି ରାକ୍ଷୀ ପୂର୍ଣ୍ଣିମାରେ ପାଳନ ହେଉଛି ତୁମ୍ଭମାନଙ୍କ ପାଇଁ ନିଶା ନିବାରଣ। ନିଶା ପାଇଁ ଆଜିଠୁ ଆଉ ନହେବ ଅଥୟ, ତେବେ ଯାଇ ଆମେ ହେବା ନିର୍ଭୟ। କରିବା ଯାଇ ତୁମ୍ଭର ସର୍ବ ଶୁଭ କାମନା। ଏହା ହିଁ ଆଜିର ନିଶା ନିବାରଣ ପାଇଁ ରଖିଛୁ ଆମ୍ଭ ମନର ଏହି ଭାବନା। ଯଦି ଆଜିଠୁ ଆମ କଥା ମାନିବ, ଓଡ଼ିଆ ଜାତିର ଭାଇମାନେ ହେବେ ଗର୍ବିତ। ପାଳିବ ଆଜିଠୁ ନିଶା ନିବାରଣ ବ୍ରତ। ତୁମରି ହାତରେ ସମାଜ ହେବ ନିଶା ମୁକ୍ତ। ଘରେ ଘରେ ଯାଇ ସମସ୍ତଙ୍କୁ କରିବ ସଚେତନ। ଦେଉଛୁ ତୁମକୁ ଆଜି ରାଣ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ। ନହେଲେ ଆମେ ନିଶା ନିବାରଣ ବ୍ରତ କରିବା ପାଳନ। ଏବେଠୁ ବୁଝିଗଲେ ସବୁ ଭାଇମାନେ, କରିଲେ ସତ୍ୟ ତ୍ରିବାର ସତ୍ୟ। ଅନୀତି ଦୁର୍ନୀତି ନିର୍ଯାତନା ସବୁକୁ ଆମେ ଦେବା ହଟାଇ। ଭାଇର ମୁଖରୁ ଏକଥା ଶୁଣିଦେଇ କେତେ ଖୁସି ମନରେ ସ୍ନେହର ଡୋରିରେ ହାତରେ ଦେଲେ ଯେ ରାକ୍ଷୀ ବାନ୍ଧି। ଭାଇମାନେ ଆଜିଠୁ ନିଶା ମୁକ୍ତ ପାଇଁ କହିଦେଲେ ଉଠିବା ଆମେ ତେଜି। ଆଜିଠୁ ନିଶା ମୁକ୍ତ ହୋଇ ଜୀବନ ଜୀଇବା,
ଭଉଣୀର ମନରେ ଚିନ୍ତା ଆଉ କିଛି ନ ରଖିବା। ଏହି ନିଶା ପାଇଁ ଆଜି ନିଶା ପ୍ରପୀଡ଼ିତ ପରିବାର, ମା ଭଉଣୀ ଶିଶୁ ଚିରଦିନ ରହୁଛନ୍ତି ଆର୍ଥିକ ଦୁର୍ଗତିର, ହେଉଥାନ୍ତି କେତେ ଛଟପଟ। ନିଶା ନିବାରଣ କରିବୁ ଆମେ ପୁରୁଷ ଜାତି, ଆମେ ନିଶ୍ଚୟ ଆଗେଇ ଯିବୁ। ସାରା ରାଜ୍ୟକୁ ନିଶାମୁକ୍ତ କରି ସୁସ୍ଥ ସମାଜ ଗଢ଼ି ତୋଳିବୁ। କେଉଁ ଜନ୍ମରେ କି ପୁଣ୍ୟ ମୁଁ କରିଥିଲି, ପାଇଲି ଭାଇ ମୁଁ ତତେ। କଥା ମୁଁ ଦେଉଛି ଭଉଣୀ, ବଞ୍ଚିଥିବା ଯାଏ ଧୋକା ଦେବିନି ମୁଁ ତତେ। ମନେ ରଖ ଭାଇ, ଆମେ ଦେଖିବୁ ଯେଉଁଦିନ ମା ଭଉଣୀ ରାତି 12ଟାରେ ଏକୁଟିଆ ନିର୍ଭୟରେ ରାସ୍ତାରେ ଯାଇପାରିବେ, ତେବେ ଯାଇ ଜାଣିବା ଆମ ରାଜ୍ୟ ସତରେ ହେଲା ନିଶାମୁକ୍ତ। ଭଉଣୀମାନଙ୍କର ସଫଳ ହେଲା ନିଶା ନିବାରଣ ବ୍ରତ। ଆଜିର ଏ ବାର୍ତ୍ତା ଶୁଣିଦେଲେ ଆମ ସରକାର, ସେ ନିଶ୍ଚୟ ହେବେ ଚଳଚଞ୍ଚଳ। ରହିବନି ଆଉ ଦେଶୀ ବିଦେଶୀ, ସବୁ ହେବ ଆଜିଠୁ ବନ୍ଦ। ହଜିଯିବ ସରକାରଙ୍କ ନିଦ। ସେଥିପାଇଁ ସଫଳ ହେବ ଆମ ନିଶା ନିବାରଣ ବ୍ରତ। ନିଶା ନିବାରଣ ବ୍ରତ, ଆଜିର ଏହି ବ୍ରତ